ନିର୍ବାଚନୀ ଇସ୍ତାହାର ପ୍ରକାଶ ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ। ଆଜି ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳୀୟ ଇସ୍ତାହାର ପ୍ରକାଶ କରିବା ପରେ ନୀଳଗିରି ବିଜେଡି କାର୍ଯ୍ୟାଳୟ ଚଳଚଞ୍ଚଳ ହେବା ସହିତ ବିଜେଡି ପ୍ରେମୀ ଓ ଭୋଟରଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି। ଏନେଇ ବିଜେଡି ଦଳର ନୀଳଗିରି ବିଧାୟକ ପ୍ରାର୍ଥୀ ଇଞ୍ଜିନିୟର ସୁକାନ୍ତ କୁମାର ନାୟକ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଦେଇଛନ୍ତି। ଏଥିରେ କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ଉନ୍ନତି, ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତିକରଣ, ନିଯୁକ୍ତିର ସୁଯୋଗ, ଜଳସେଚନ ସୁବିଧା, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହାୟତା ରାଶି ପ୍ରଦାନ, ମେଧା ବୃତ୍ତି ପ୍ରଦାନ, ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାଧାନ୍ୟ, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଉନ୍ନତିକରଣ ପ୍ରମୁଖ ଇସ୍ତାହାର ପ୍ରକାଶକୁ ନେଇ ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ନଗର ସଭାପତି ରବୀନ୍ଦ୍ର ପରିଡ଼ା, ଏସ୍ସିସିଏଲ୍ର ଅଧ୍ୟକ୍ଷ ଶରତ ଦାସ, ଆଇନଜୀବୀ ଦିଗମ୍ବର ସ, କିଶୋରେ ଦାସ, କରୁଣାକର ସ୍ୱାଇଁ, ଅଭିଷେକ ବେହେରା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। ଧନ୍ୟବାଦ ଦେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିବା। এই যে ইলেকশন ম্যানিফেস্টো বা নির্বাচনী ইস্তাহার প্রকাশ পাইছে এতে অনেক সম্ভাবনা সৃষ্টি হয়েছে। অনেক সম্ভাবনা যুববর্গ স্বতন্ত্র ভাবে মহিলাবর্গ চাষী বা কৃষক হিত সর্বোপরি ওড়িশার 4.5 কোটি লোকর হিত সাধন মাননীয় মুখ্যমন্ত্রী যে সম্ভাবনাময় ইস্তাহার প্রকাশ করছেন সরকার আসলে এই ইস্তাহার কার্যকারী করা সেপাই আমি মানে আমার সাধারণ তরফ আমি নিশ্চিত মাননীয় মুখ্যমন্ত্রী কৃতজ্ঞতা ধন্যবাদ জানাই।